नाती नुहे झील नुहे आउ कौन ता पेटे पथर पशिला बाहरला। हाँ तो कहनी भारी गोटा ये गोटा कि ହେଲା ଯେ ଛୁଆ ରହିଲା ଯେ କହନି ରହିବା ଦିନ ଠାରୁ ମୁଁ କାମ କରି କରି ଏ ଦିନ ଘରଟାର ଦିନ ଗଲାଣି। ଆମ ବେଳେ ଆମେ କେତେ କାମ କରୁଥିଲେ କହିଲୁ। କାମ କର ଧନ୍ଦା କର ଛୁଆ ଛୁଆ ପରେ ଛୁଆ ଛୁଆ ପରେ ଛୁଆ। ଆଜିକାଲି ମାନେ ଗୋଟା ଛୁଆ ଜନ୍ମ କରିବେ ତା ପାଇଁ ଯେ ହଜାରେ ଔଷଧ ମୂଳି। ଆଜି ଗୋଟେ ସକାଳ ପହରୁ କାମ ଧନ୍ଦା ତ ମୁଁ କରୁଛି। ଓ ଆ ନାଇଁ ମ ସମୟ ହେଇନି କୁନ୍ଥଉଛି କାହିଁ ତା ଗେରସ୍ତ ତ ନାହିଁ। ହଉ ନହେଲେ ଦେଖେ ହଉ ତୁ ନହେଲେ ରଖ ମୁଁ ଯାଏ ଦେଖେ ସେ ପଡ଼ିଶାର ତା ବୋଉକୁ ଦେଖେ ତା ସାଙ୍ଗେ ନଲାକୁ ପଠାଏ। ହଉ ତୁ ରଖିଲୁ ସେ କୁନ୍ଥଉଛି ଯେ ତୁ କହନି। କଣ ହେଲା ତୋର? ହାଁ कौन है कौन देखे आ तो शोचु समय तो हैनी आउ कुंथौचु कहीं जीवु डाक्तरखाना जीवु आ मुंड टंगारुचु आ मु से टोका फोन करुच्ची तू जा से ता भाउज से सुमा सांगे जा सी मेडिकल कथा सब जानी तू जा मु घर अच्छे रेडी हो सेम जीवु। हौ चलो बाबा जी ଶୁଣୁ ପଳେଇଗଲଣି। ହଉ ର ହେଇ ଦେଖେ ଆଦିନ ନାଇଟି ଦିଟା ପୁରେଇଛି ଆଉ କଣ ତୋ ଦରକାର ପୁରେଇଛି ହେଲା। ଆକୁ ନେ ଆଉ ଠାକୁରଙ୍କୁ ମନେ ମନେ ଡାକେ କିଛି ହବନି। ଠାକୁରଙ୍କୁ ଡାକେ ହେ ପ୍ରଭୁ ପୁଅ ବକେଟେ ଦିଅ ଆଉ କିଛି ମାଗୁନି ପ୍ରଭୁ ଆଉ କିଛି ମାଗୁନି। ଠାକୁରଙ୍କୁ ମନେ ମନେ ସେମିତି ଡାକୁଥିବୁ କଷ୍ଟ ଖାଇବୁ ଖାଲି କଷ୍ଟ ଖାଇବୁ बेसी चिल्लेइबुनी बुझिलु तू तो जो नभिला ये करू कष्ट को भितरे 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 चापिबु है ना। हाँ नमस्कार हो 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 जा मत तू नमस्कार करछु पर जा। हाँ मु आपको फोन करदेवी आम घर को ही फोन करदेवी। माँ सुमा कौन भल मंद है मत फोन करूँ मो फोन धरिकी बइचे। हाँ हौ हौ जा हे प्रभु मो बोह जाऊँगी पुआ बकेटे नहीं आस प्रभु मो नातिर मो पुओ को टिके फोन कर दिए दुई हालो पुआ मु आलो पठेदेली ताकू से कौन खाली कुंथेला बोबेला छेमेला पठेदेची ताकू मेडिकल शुणु तू सळ सळ टिके तम सार को कहीकि छुट्टी नहीं पलिया से पड़ीसार सुमा जाइए ता सांगे। हाँ ता बाप घर को सी कहला कि मु रास्ता गला बेले कहीदेवी बाप घर को ता बाप घर लोक आसीथे तू तोर कथा होता आ तू संध्या सुधा आसिक ना पहुँच बुझिलु। हौ हौ कौन आसी एते समय हेलानी फोन कलानी से सुमाटा मत को भल से लगे आसो प्रभु से जेरिंग करता बोधे से फोन कर बोधे। हेलो हाँ सुमा कहूँ हाँ कौन है मो नाती टोका केमी अच्छी नाती नुहे आउ कौन झीटा है झील नुहे मला नाती नुहे झील नुहे आउ कौन ता पेटे पथर पशिला बाहरला से गुरा कौन प्रभु शुणु सुमा तार से छुआ को जो सेठू ही ताकू भगवान को ये कर दियो से छुआ मो घर को आने दरकार नहीं
ତା ବାପା ସାଙ୍ଗରେ ମୁଁ କଥା ହେବି। ରଖ ରଖ ଫୋନ ରଖିଲୁ। ଇଏ କି ଯୁଗ ହେଲା, ମୋ ଘରେ ତ ଏମିତି କାହାର ନାହିଁ। ଇଏ ତା ବୋପା ଘର, ତା ବୋପା ଘର ଲାଗି ଏମିତିଆ ଛୁଆ ଜନ୍ମ ହେଇଛି। ଛି ଛି, ମୁଁ ତାକୁ ମୋ ଘରେ ପୁରେଇବିନି। ଗୋଟା 8 ମାସ ହେଲାଣି ଗଲା କୁନ୍ଥା ଶୁଳା ବାନ୍ତି ଉଛାଳ, ଦେଖିଲାକୁ ପୁଅ ନୁହେଁ କି ଝିଅ ନୁହେଁ। ମୁଁ ସେଗୁଡ଼ା ମୋ ପୁଅର ଇଜ୍ଜତ ମହତ ତଳେ ପଡ଼ିବ। ମୁଁ ଜମା ସେଗୁଡ଼ା ଘରେ ପୁରେଇ ଦେବିନି। ସେ ଟୋକାଟାକୁ ଫୋନ କରେ, କ'ଣ କହିଥିଲା 2 ଚାପିଲେ କଲ୍ ହବ। ଏରା କୋଉ ଆସୁଛି ମତେ। ହ୍ୟାଲୋ ପୁଅ, ଶୁଣୁ, ତତେ ମୁଁ କହିଥିଲି ତୁ ଛୁଟି କ'ଣ ଇଏ କରିସାରିଲୁଣି? କରିନୁ? ସନ୍ଧ୍ୟାବେଳ କରିବୁ। ହଉ ଶୁଣୁ, ତୋର ଛୁଟି କିଛି କରିବା ଦରକାର ନାହିଁ, ବୁଝିଲୁ? ଆରେ ନାଇଁ, ସେ ମେଡ଼ିକାଲ କଥା ମୁଁ ଏଠି ମୋର ବୁଝିଦେବି। ତତେ ଏତେ କେହି ମୁଣ୍ଡ ପୁରେଇବାକୁ କହୁନାହାନ୍ତି, ସେଗୁଡ଼ା ସବୁ ଏଠି ମୁଁ ବୁଝିଦେବି। ତୋର ଆସିବା ଦରକାର ନାହିଁ। ତୁ ଏଇନା ଛୁଟି ନେଇକି ଆସିଲେ ତୋର ପଇସା କଟିବ, ଦରମା କଟିବ, ଦରକାର ନାହିଁ ତୋର ଆସିବା। ତୁ ବାପା ହେଇନୁ, ଆଉ କ'ଣ ସେ ବାପାର ମୂଲ୍ୟ ନାହିଁ। ଯୋଉ ବାପା ତୁ ହେଇଛୁ, ଛାଡ଼ ସେଗୁଡ଼ା, କିଛି ଦରକାର ନାହିଁ ତୋର ଆସିବା। ତତେ ମୁଁ ମନା କଲି, ମୁଁ ଏଠି ମୋର ବୁଝାବୁଝି କରିବି। ତୁ 21 ବେଳକୁ ଆସିବା, ସେଗୁଡ଼ା ହବନି। ନାଇଁ, ସେ 21 ସେଗୁଡ଼ା କିଛି ହବନି। ପୁଅ ଝିଅ ଶୁଣିକି ତୁ କ'ଣ କରିବୁ? ତୁ ମୁଣ୍ଡରେ ହାତ ଦବୁ। ତୋ ସ୍ତ୍ରୀ ଯୋଉ ଭଳିଆ ଘରୁ ଝିଅ ବାହାଘର ମୁଁ କଲି, ମୋ କପାଳ ଫାଟିଲା, ତୋ କପାଳ ବି ଫାଟିଲା ରେ ଦାନ। ପୁଅ ନୁହେଁ କି ଝିଅ ନୁହେଁ, ସେ ଜନ୍ମ ହେଇଛି, ମୁଁ କ'ଣ କରିବି? ଘରେ ସେ ସୁମା କହିଲା ପୁଅ ନୁହେଁ କି ଝିଅ ନୁହେଁ, ତାକୁ ଆମେ ଘରେ ପୁରେଇବାନି ରେ ମୋ ଧନ। ବାପା ପ୍ରେମ ମାଡ଼ି ପଡୁଛି ତତେ। କ'ଣ ଦରକାର ନାହିଁ ରେ, ଭାରି ଅସୁବିଧା ହବ ରେ, ଦରକାର ନାହିଁ ସେଗୁଡ଼ା ଲୋକ ଲଜ୍ଜାକୁ। ରଖ ଦରକାର ନାହିଁ ରଖ। ବାପ ହେଇଛୁ ତ, ତୋ ମୁଣ୍ଡ ବେଶୀ ଟିକେ ବାପ ପ୍ରେମରେ ମାତି ଯାଉଛୁ ନାଇଁ, ଭବିଷ୍ୟତ ଆଉ ତୁ ଦେଖୁନୁ ନାଇଁ। ରଖ କହୁଛି ଯାହା ହଉଛି ମୋ ଛୁଆ। ଦେଖ କହୁଛି ମୋ ଛୁଆର କ'ଣ ହବ ଭବିଷ୍ୟତ। ପ୍ରଭୁ ହେ ପ୍ରଭୁ, ତୁ ବୁଝୁଥା ପ୍ରଭୁ। ଆକୁ ଘରେ ପୁରେଇ ଦେବି ନାହିଁ। କ'ଣ ଏତେ ବେଳ ହେଲାଣି ଆସୁନି? ହଁ, ଯେତେବେଳେ ଆସୁଛି ଆଇଲା ବୋଧେ, ଯାଏ ଦେଖେ। ଘରକୁ ଆ। ତୁ ଯୋଉ ଏତେ ଦିନ ହେଲାଣି ଠାକୁରକୁ ଡାକୁଥିଲୁ ନା ଠାକୁର ଡାକିବା ବାହାନାରେ ଶୋଉଥିଲୁ ମୋ ବେଡ୍ରେ? ଠାକୁରକୁ ଯଦି ଡାକିଥାନ୍ତୁ, ପୁଅ କି ଝିଅ ଗୋଟେ କିଛି ତ କ'ଣ ଦେଇଥାନ୍ତେ। ଆଉ ଏଇଆକୁ ଗୋଟେ ପଥର ମୁଣ୍ଡା ଦେଇଛନ୍ତି। ସେ ଛୁଇଁବୁନି, ସେଟା ଯା। ସେ ଯେତେ ତୁରନ୍ତ ସେଗୁଡ଼ାକ ଘରୁ ବିଦା କରିବା ବନ୍ଦୋବସ୍ତ କର। ସ୍ୱାମୀ ସ୍ତ୍ରୀ କଥା ହୁଅ, ସେ ଛୁଆ ରହିବ ନହେଲେ ମୁଁ ରହିବି ଏ ଘର। କହିଦେଉଛି, ଏଇଟା ମୋ ଘର, ମୁଁ ଯାହା କହିବି ତାହା ହବ। ତୋ ମା ଅଛି ଧନ, କାନ୍ଦନା ଲୋ, କାନ୍ଦନା। ତାକୁ ଫୋନ କରେ, ତୋ ମା ଥିବା ସାଙ୍ଗେ ଏଥର କିଛି ଅସୁବିଧା ହବନି। ହ୍ୟାଲୋ, ବୋଉଙ୍କ ସାଙ୍ଗରେ କଥା ହେଲଣି? ବୋଉ କେମିତି କହୁଛନ୍ତି ଦେଖୁଛ? ପୁଣି ଶିବ ତ ପୁଣି ତୃତୀୟ ରୂପ ଧାରଣ କରିଥିଲେ, ଶ୍ରୀଖଣ୍ଡୀ ବି ତ ପୁଣି ଜଣେ ଥିଲେ। ଯଦି ମହାଭାରତ ଶେଷ ପର୍ଯ୍ୟନ୍ତ ଗ୍ରହଣ କରାଗଲା, ତାହେଲେ କାହିଁକି କଷ୍ଟ ଭୋଗିବ? ସେ ଯାହା ବି ହଉ, ପୁଅ ହଉ କି ଝିଅ ହଉ, ମୁଁ କାହାକୁ ବି ଦେବିନି। ଆକୁ ମୁଁ ପାଳିବି। ତମେ ବି ଯଦି ମନା କରିବ, ମୁଁ ତୁମ ଘରେ ପଛେ ରହିବିନି, କିନ୍ତୁ ମୋ ପିଲା ପାଇଁକା ମୁଁ ସବୁ କିଛି ଛାଡ଼ିଦେବି।
ତମେ ଆସ, ବୋଉଙ୍କୁ ବୁଝାଅ, ମୁଁ ତାଙ୍କୁ କିଛି କହିପାରିବିନି। ସେ ବିଲକୁଲ ରହିବା ପାଇଁ, ଆକୁ ରଖିବା ପାଇଁ କହୁନାହାନ୍ତି। ସମାନ କଷ୍ଟ ତ ଗୋଟେ ପୁଅ ହେଲେ ବି ଯାହା, ଗୋଟେ ଝିଅ ହେଲେ ସେଇଆ। ଇଏ ବି ଭଗବାନ ମତେ ଦେଇଛନ୍ତି, ମୋ ଭାଗ୍ୟ ମୁଁ ଏଭଳି ପିଲା ପାଇଛି। ଆଗକୁ ବି ମୁଁ ମଣିଷ ଭଳିଆ ମଣିଷ କରିବି, ସମାଜରେ ବଡ଼ କରି ଠିଆ କରିବି। ସବୁ ଅନ୍ୟାୟ କାହିଁକି ଏଇମାନଙ୍କ ପାଇଁ ହବ? କାହାକୁ ମୁଁ ଦେବିନି। ତୁମେ ବି ଆସ, ଆଉ ବୋଉଙ୍କୁ କହିଦିଅ, ଯଦି ସେ ମନା କରିବେ ତାହେଲେ ମୁଁ ବି ଏ ଘରେ ରହିବିନି। ହଁ, ରଖୁଛି।